Welcome to our class Deep Insights. So today we are discussing about उच्च शिक्षा और शिक्षक शिक्षा बीटर জাতীয় শিক্ষানীতি এনইপি 2020 লোকবিদ্যার ধারণা। তো জাতীয় শিক্ষানীতি এনইপি 2020 অনুযায়ী লোকবিদ্যা কনসেপ্ট অফ লোকবিদ্যার অর্ଥ ଓ ଆଭିମୁଖ୍ୟ ସ୍ପଷ୍ଟକର। ଭାରତ ଶିକ୍ଷା ବ୍ୟବସ୍ଥାରେ ଏହାର ଗୁରୁତ୍ୱ ଦର୍ଶାଇ ଶିକ୍ଷାନୀତିରେ ଉଲ୍ଲେଖ ଥିବା ଲୋକବିଦ୍ୟାର ପ୍ରମୁଖ ପ୍ରାସଙ୍ଗିକତା ବା ଦିଗଗୁଡ଼ିକୁ ସବିଶେଷ ଆଲୋଚନା କର। ତ ଲୋକବିଦ୍ୟାର ସଂଜ୍ଞା ଓ ଅର୍ଥ। ଜାତୀୟ ଶିକ୍ଷାନୀତି ଏନଇପି 2020 ରେ ଲୋକବିଦ୍ୟାର ଅର୍ଥ ହେଉଛି ଭାରତର ସ୍ୱଦେଶୀ ବୃତ୍ତିଗତ ଜ୍ଞାନ କୌଶଳକୁ ଜାତୀୟ ଶିକ୍ଷା ପ୍ରଣାଳୀ ସହ ଏକୀକୃତ କରି ଅନୁଭବାଧାରିତ ଶିକ୍ଷାକୁ ପ୍ରୋତ୍ସାହନ ଦେବା ଏବଂ ଭାରତୀୟ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ କରି ରଖିବା। ଏହି ଅଭିନବ ଚିନ୍ତାଧାରା ଶିକ୍ଷାର୍ଥୀମାନଙ୍କୁ ଭାରତୀୟ ପାରମ୍ପରିକ ଜ୍ଞାନର ଗଭୀରତା ସହିତ ପରିଚିତ କରାଇଥାଏ। ଲୋକବିଦ୍ୟାର ଆଭିମୁଖ୍ୟ purpose and importance। ତ ଏହି ପଦକ୍ଷେପ ଛାତ୍ରମାନଙ୍କୁ ବୃତ୍ତିଗତ ପାଠ୍ୟକ୍ରମ ଇଣ୍ଟର୍ନସିପ ମାଧ୍ୟମରେ ସ୍ଥାନୀୟ କଳା ହସ୍ତଶିଳ୍ପ ସହ ଯୋଡ଼ିବା ପାଇଁ ଏକ ସୁଦୃଢ଼ ମାଧ୍ୟମ ପ୍ରଦାନ କରିଥାଏ। ଏହା ଯାହା ଶିକ୍ଷାକୁ ଅଧିକ ସମାନତାମୂଳକ ବ୍ୟବହାରିକ କରିଦେଇ ପାରିଥାଏ। ଏହା ଶ୍ରମର ଗାରିମାକୁ ଜୋର ଦେଇ ସମଗ୍ର ଛାତ୍ରଛାତ୍ରୀଙ୍କ ପାଇଁ ଭବିଷ୍ୟତରେ ଏକ ନିଶ୍ଚିତ ରୋଜଗାର ପଥ ସୃଷ୍ଟି କରିବାରେ ପ୍ରମୁଖ ଭୂମିକା ଗ୍ରହଣ କରିବ। ଲୋକବିଦ୍ୟାର ପ୍ରମୁଖ ପ୍ରାସଙ୍ଗିକତା। ତ ବୃତ୍ତିଗତ ଶିକ୍ଷା ସହ ଏକୀକରଣ ଇଣ୍ଟିଗ୍ରେସନ ୱିଥ୍ ଭୋକେସନାଲ ଏଜୁକେସନ। ଲୋକବିଦ୍ୟାକୁ ଔପଚାରିକ ବୃତ୍ତିଗତ ଶିକ୍ଷା ପାଠ୍ୟକ୍ରମ ସହ ଏକତ୍ର କରାଯିବ, ଯାହାଦ୍ୱାରା ପାରମ୍ପରିକ ଭାରତୀୟ ଜ୍ଞାନ ଓ କୌଶଳକୁ ବିଶାଳ ଛାତ୍ର ସମାଜ ନିକଟରେ ସହଜରେ ଉପଲବ୍ଧ କରାଯାଇ ପାରିବ। ଅନୁଭବାଧାରିତ ଶିକ୍ଷା ହ୍ୟାଣ୍ଡସ୍ ଅନ୍ ଅଫ୍ ଏକ୍ସପିରିଏନ୍ସ। ଶିକ୍ଷାନୀତି ଅନୁସାରେ ଛାତ୍ରମାନେ ସ୍ଥାନୀୟ କଳା ଦକ୍ଷ ଶିଳ୍ପୀଙ୍କ ସହ ଇଣ୍ଟର୍ନସିପ ମାଧ୍ୟମରେ ପ୍ରାୟୋଗିକ ଶିକ୍ଷା ଅନୁଭବ କରିପାରିବେ, ଯାହା ସେମାନଙ୍କୁ ବାସ୍ତବ ଅନୁଭବ ଦେଇ ଜୀବନ ଦୃଷ୍ଟିକୋଣକୁ ସୁଦୃଢ଼ ଭାବରେ ବିକାଶ କରାଇ ପାରିବ। ସାଂସ୍କୃତିକ ସୁରକ୍ଷା। ଏହି ଏକୀକରଣ ଭାରତର ସମୃଦ୍ଧ ସାଂସ୍କୃତିକ ଐତିହ୍ୟକୁ ସୁରକ୍ଷିତ ପ୍ରଚାର କରିବାକୁ ଉଦ୍ଦିଷ୍ଟ ଅଟେ। ପାରମ୍ପରିକ ବୃତ୍ତି ଓ କୌଶଳକୁ ଉପଯୁକ୍ତ ମୂଲ୍ୟ ଦେଇ ତାହାକୁ ଶିକ୍ଷା ପ୍ରଣାଳୀରେ ସାମିଲ କରାଯିବାର ବ୍ୟବସ୍ଥା ରହିଛି। ନମନୀୟ ଶିକ୍ଷଣ ଫ୍ଲେକ୍ସିବୁଲ ଲର୍ଣ୍ଣିଂ। ତ ଲୋକବିଦ୍ୟା ଛାତ୍ରମାନଙ୍କୁ ବୃତ୍ତିଗତ ଶିକ୍ଷା ଆନୁଷ୍ଠାନିକ ବିଷୟଗୁଡ଼ିକୁ ଏକାଡେମିକ ସବଜେକ୍ଟ ଏକ ସଙ୍ଗରେ ଚୟନ କରିବାର ଅପୂର୍ବ ସୁଯୋଗ ପ୍ରଦାନ କରିବ, ଯାହା ସେମାନଙ୍କର ବ୍ୟକ୍ତିଗତ ଆଗ୍ରହ ଓ ଆକାଂକ୍ଷା ଅନୁଯାୟୀ ଜୀବନର ଲକ୍ଷ୍ୟ ସୃଷ୍ଟି କରିବାରେ ସହାୟକ ହେବ। ରୋଜଗାର ନିମନ୍ତେ ଦକ୍ଷତା ସ୍କିଲ୍ସ ଫର ଏମ୍ପ୍ଲୟମେଣ୍ଟ। ଏହି ପଦକ୍ଷେପର ମୂଳ ଲକ୍ଷ୍ୟ ହେଉଛି ଛାତ୍ରମାନଙ୍କୁ ଉପଯୁକ୍ତ ବ୍ୟବହାରିକ ଦକ୍ଷତା ପ୍ରଦାନ କରି ରୋଜଗାରକ୍ଷମ କରାଇବା। ସେଥିସହ ସମାଜରେ ବୃତ୍ତିଗତ ଶିକ୍ଷା ସମ୍ପର୍କିତ ରହିଥିବା ଅସମାନତା ଓ ସାମାଜିକ କଳଙ୍କ ବା ଅପବାଦକୁ ଦୂର କରିବା ମଧ୍ୟ ଏହାର ଅନ୍ୟତମ ମୁଖ୍ୟ ଉଦ୍ଦେଶ୍ୟ ଅଟେ। ସଂକ୍ଷେପରେ କହିବାକୁ ଗଲେ ଜାତୀୟ ଶିକ୍ଷାନୀତି 2020ରେ ଲୋକବିଦ୍ୟା କେବଳ ଏକ ଶୈକ୍ଷିକ ବିଷୟ ନୁହେଁ, ବରଂ ଏହା ଭାରତର ପାରମ୍ପରିକ ଜୀବନଶୈଳୀ ଓ ଆଧୁନିକ ପ୍ରଗତି ମଧ୍ୟରେ ଏକ ସେତୁ ସଦୃଶ। ଏହା ଆଗାମୀ ପିଢ଼ିକୁ ଆତ୍ମନିର୍ଭରଶୀଳ କରିବା ସହ ନିଜ ମାଟି ଓ ସଂସ୍କୃତି ପ୍ରତି ଗର୍ବ ଅନୁଭବ କରିବାକୁ ପ୍ରେରଣା ଦେବ।